ହେଲା। ଆମମାନଙ୍କ ପାଖରେ ବାଇବେଲ ଅଛି, ଯେଉଁମାନଙ୍କ ପାଖରେ ବାଇବେଲ ଅଛି, ଉପଦେଶକ ତାର 12 ପର୍ବ 13 ପଦ। ଆଜିର ଅନୁଧ୍ୟାନ, ଆଜିର ଚିନ୍ତା, ଆଜିର ବାକ୍ୟ ଆମମାନଙ୍କ ନିମନ୍ତେ ପ୍ରଭୁ ଦେଉଛନ୍ତି, ଯାହାକି ଆମମାନଙ୍କ ନିମନ୍ତେ ଉପଯୁକ୍ତ ସମୟରେ ପ୍ରଯୁଜ୍ୟ ଅଟେ, ଯାହାକି ଆମମାନଙ୍କ ପାଇଁ ଆବଶ୍ୟକ ଅଟେ। ସେହି ବିଷୟ ପ୍ରଭୁ ଆମମାନଙ୍କୁ ଜଣାଇବା ନିମନ୍ତେ ଆଜି ସେହି ପଦକୁ ଆମମାନେ ପ୍ରଭୁଙ୍କର ଗୌରବ, ପ୍ରଭୁଙ୍କର ମହିମା କିପରି ସେହି ପଦରୁ ଆମେ ଦେଖିବାକୁ ପାରିବା ବା ପାଇବାକୁ ପାରିବା ତାହାକୁ ଅନୁଧ୍ୟାନ କରିବା। ପାଠ କରନ୍ତୁ। ସାର କଥା ଏହି ସବୁ ଶୁଣାଯାଇଅଛି, ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞା ସବୁ ପାଳନ କର, କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ ଅଟେ, କାର୍ଯ୍ୟ ଅଟେ। ତ ବାକ୍ୟ ଆମକୁ କଥା କହୁଅଛି, ଯେଉଁ ବାକ୍ୟ ଆମେ ବର୍ତ୍ତମାନ ପାଠ କରିଅଛୁ, ସେ ବାକ୍ୟର ଆରମ୍ଭକୁ ଆମେ ଯିବା। ସେ ବାକ୍ୟର ଆରମ୍ଭରେ ଗୋଟେ ବିଷୟ ଲେଖା ଅଛି, ସାର କଥା ଏହି। ସେ ସାର ବିଷୟରେ ଆମେ ପ୍ରଥମରେ ନ ଜାଣିଲେ ବାକ୍ୟ ନିକଟ ଭିତରକୁ ଯିବାଟା ଅସୁବିଧା। ସାର ବିଷୟକୁ ଆମକୁ ଜାଣିବାକୁ ହେବ, ଆଉ ସାରକୁ ଜାଣିବାକୁ ହେଲେ ଆମକୁ ଅସାରତା ବିଷୟରେ ମଧ୍ୟ ଆମକୁ ଜାଣିବାର ଅଛି। ଯେପର୍ଯ୍ୟନ୍ତ ଆମେ ଅସାରତାକୁ ଜାଣିନାହୁଁ ସେ ପର୍ଯ୍ୟନ୍ତ ଆମେ ସାରକୁ ମଧ୍ୟ ଜାଣିପାରିବା ନାହିଁ, ସାରର ସ୍ୱାଦକୁ ମଧ୍ୟ ପାଇପାରିବା ନାହିଁ। ତ ଅସାରତା ମଧ୍ୟରେ ଆମକୁ କିପରି ଗତି କରିବାକୁ ହେବ, ଅସାରତା ଆମମାନଙ୍କ ନିମନ୍ତେ କ'ଣ ଅଟେ, ଅସାରତା ବିଷୟରେ ଆମେ ଜାଣିବା ଆବଶ୍ୟକ ଅଟେ। ଯେହେତୁ ଆମେ ବର୍ତ୍ତମାନ ମଧ୍ୟ ଗୀତ ଗାଉଥିଲୁ, କ'ଣ ଗୀତ ଗାଉଥିଲୁ କି? ସବୁ ଅସାର ନାଇଁ, ଗୋଟେ ଗୀତଟା ଗାଉଥିଲେ, ସବୁ ଅସାର ମିଥ୍ୟା ସଂସାର ନାହିଁ ବିଶ୍ରାମ ଆତ୍ମାର। ଗୋଟେ ଗୀତ ଗାଉଥିଲେ, ସବୁ ଅସାର ମିଥ୍ୟା ସଂସାର ନାହିଁ ବିଶ୍ରାମ। ତ ଯେତେବେଳେ এই ବାକ୍ୟକୁ ଆମେ ଯାଉଛୁ ବାକ୍ୟର ଆରମ୍ଭରୁ, ତ ବାକ୍ୟର ଆରମ୍ଭରେ ଗୋଟେ ବିଷୟ ଆମମାନଙ୍କ ନିମନ୍ତେ କୁହାଯାଇଅଛି, ସାର କଥା ଏହି। ନାଇଁ, ତ ସାର ବିଷୟକୁ ଜାଣିବା ନିମନ୍ତେ ଆମେ ଅସାରତାକୁ ପ୍ରଥମରେ ଦେଖିଲେ ଯାଇକି ସାର ବିଷୟ ପାଇପାରିବା। ତ এই ଜଗତ ମଧ୍ୟରେ ଯେଉଁ ବାସ କରୁଅଛୁ, এই ଜଗତ ସାର ଅଟେ ନା ଅସାର ଅଟେ? ଅସାର ଜଗତ। এই ଜଗତରେ ଯେଉଁ ଆମେ ବାସ କରୁଅଛୁ, ଏଇଟା ଅସାର ଜଗତରେ ଆମେ କ'ଣ କରୁଅଛୁ? ବାସ କରୁଅଛୁ। ଆଉ ଏ ମିଥ୍ୟା ସଂସାର, ସବୁ ଅସାର ମିଥ୍ୟା ସଂସାର, ଆଉ এই ଅସାର ବିଷୟରେ ଆମେ ସମସ୍ତେ ଅବଗତ ହେବା, ଜାଣିବା ଆବଶ୍ୟକ। ସବୁ এই ଯେତିକି ଆମେ ଜଗତ ମଧ୍ୟରେ ଯେତେ ଧନଶାଳୀ ହଉ, ଯେତେ ମହଲା ବିଲ୍ଡିଂ ବନାଉ, ଯେତେ ସନ୍ତାନ ସନ୍ତତି ପ୍ରାପ୍ତ ହେଲେ ମଧ୍ୟ ସବୁ 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 ଅସାର, ମିଥ୍ୟା ସଂସାର, ସବୁ ଅସାର। ତ ଆମେ ଅସାର ବିଷୟରେ ଚିନ୍ତା କରିବା ନା ସାର ବିଷୟରେ ଚିନ୍ତା କରିବା? ଯଦି ବାକ୍ୟ ଆମକୁ କହୁଅଛି, ବାକ୍ୟର ନିକଟବର୍ତ୍ତୀ ହେଇଅଛୁ, ତାହେଲେ ବାକ୍ୟ କହୁଛି ସାର କଥା ଏହି। ତ ଆମେ ଇମ୍ପୋର୍ଟାନ୍ସ ଦେବା ଯେ ଆମମାନଙ୍କର ନିମନ୍ତେ କ'ଣ ଉତ୍ତମ ବିଷୟ ଅଟେ, ସାର ବିଷୟ କ'ଣ ଅଟେ, ଆଉ ଯାହାକି ଅତି ମୂଲ୍ୟବାନ ଅଟେ। ସାର ଯାହାକି ବର୍ଣ୍ଣନା କରିହେବ ନାହିଁ ଆମମାନଙ୍କ ନିମନ୍ତେ, ଯେଉଁଟାକି ସାର ବିଷୟ। ସବୁ ସାର ବିଷୟ ପାଇବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିଥାଏ ମନୁଷ୍ୟକୁ, କିନ୍ତୁ ଏଇଠି ବିନା କଷ୍ଟରେ, ବିନା ବାଧା ବିଘ୍ନରେ
बिना मूल्य आमनकर निकट को प्रभुंकर यही वाक्य उपस्थित होइअछि जहाँकि तांकर प्रिय दास जे कि ज्ञानी से लिखिछंती परमेश्वरंकर वाक्य को अपना मुखरे से कौन करिछंती उपस्थापित करिछंती अपना लेखनी रे जहाँकि से ज्ञात होइअछंती आ समस्त जगत को से कौन करिछंती पूर्ण मात्रा रे उपभोग करिथिबारु समस्त जगतर संपत्ति को समस्त जगतर ऐश्वर्य को समस्त जगतर प्रभाव को से लोक सुनिश्चित भाव में कौन कर उपभोग करिछंती आ उपभोग कला परे ए जगत को से कौन करिछंती असार रु असार बोली से कहती आ कोटा सार ताहेले आमने आजिर वाक्य जदि निकटवर्ती होचु सार विषय कौन बोली से कहती जदि जगत असार ए जेते जमीबाड़ी असार ए गृह असार धन संपत्ति असार ताहले आमन को निमंते कौ विषय सार यही विषय आमने बुझिबा आवश्यक जानिबा दरकार तो प्रभु आज से सार विषय रे आमन को कथा कहउछन्ते तांगर वाक्य निकटवर्ती करी तो आमने से विषय को आगो को जाओ जे सार कथा है सब विषय कौन कही शुणा जाय अछि अब दुईटा विषय अछि परमेश्वर को कौन कर भय कर आ ताहांकर आज्ञा सब पालन कर परमेश्वर को भय कर आ ताहांकर आज्ञा सब पालन कर यहाँ ही मनुष्यर कौन अटे पूर्ण कर्तव्य तो आमने जहाँ भी करूछु जहाँ भी कार्य करूछु आमान को निमंते सबु विषय प्रथम रे जानिबा सबु आशा नाती सुती पुती जहाँ किछि पाउछु गेल करूछु मोर नाती रे मोर पुओ रे मोर बह रे मोर सब रे आइ कि नहीं प्रकृत कथा वाक्य कहूची वाक्यर आरंभ रु आमान को जणाउची मोर पुओ कहूची मोर बापा मोर पुओ लगी मोर बापा भी असार बापा लगी पुओ भी असार हम गीत रे गाउ ना सबु असार मिथ्या संसार ए संसार रे आमने अछु किंतु सबु असार अटे असार सबु असार तो आमने आज जो वाक्य प्रभु आमान को देइछंती आमान को से सार विषय को जानिबार अछि से असार विषय को प्रथमे जानला तापरे आमान को सार विषय निकटवर्ती हबार अछि तो सार विषय जे प्रभु को सदा प्रभु को कौन करिबा भय करिबा आ तांकर आज्ञा को कौन करिबा एटा होछि सार विषय तो भय मनुष्य जीवन को कौन करि थाए जागतिक क्षेत्र रे देखो जागतिक क्षेत्र रे भय मनुष्य जीवन को कौन करि थाए सुरक्षा दे थाए जागतिक क्षेत्र रे आमने जदि भय करूछु आ अपना गृह रे गृहबंदी हिसाब रे रहुछु ताहले अपना जीवन रे आमने कोन पाउछु सुरक्षा पाउछु अपना जीवन को आमने भय करूं वर्तमान युग रे वर्तमान दिन रे आमने भय निज को निजे करूछु ए भय आमनकर जीवन रे अपना शरीर निमंते आमने करूछु भय द्वारा आमने कौन करूछु विभिन्न प्रकार उपचार को आमने प्रयोग करूछु जहा कि आमने निजे अनुमान करूँ आमने जो मुखरे जो मास्क लगाऊँ हाथ रे जो सैनिटाइजर लगाऊँ हाँ समस्त प्रकार अपना शरीर सुरक्षा निमंते सेथिर मध्यरे
भय को आम पाऊछु कि अपना शरीर को सुरक्षा देवा निमंते आम जदि भय करवा नहीं ताहले कौन हम आम शरीर भी नष्ट हो रोग कौन कर आम को आक्रमण कर रोग आक्रमण कले आम कौन हम मृत्यु यही विषय को नहीं कि आम कौन कर शरीर निमंते आम भयभीत व्यक्तिगत समस्ते निज शरीर निमंते निजे कौन करती भय करती आने कौन करती विभिन्न प्रकार उपचार जहाँकि आवश्यक मनुष्यर किए मास्क किए सैनिटाइजर किए कौन कौन सब आजिकल जिते भेराइटी बाहरी समस्त विषय कौन कर मनुष्य तार निज सुरक्षा निमंते से कौन कर उपयोग करुच्छी मूल विषय को जदि देखा से दुईटा विषय अच्छी एथिरे जेमती लेखा अच्छी समस्त विषय असार किंतु दुईटा विषय ये आम को दि जाइए परमेश्वर को भय करवा आर आज्ञा को पालन करवा दुईटा विषय तो मनुष्य निज को निजे जिते भय करुच्ची से तार सुरक्षा निमंते समस्त जहाँ कि प्रयोजन आवश्यक अच्छी समस्त विषय से कौन करुच्ची प्रयोग करुच्ची निजर जीवन बंचेवा निमंते तार संगे संगे कौन करुच्ची जगतर नियम को मध्य से कौन करुच्ची पालन करुच्ची घर नहीं बाहर नहीं बाहर एति लोग जीव गैदरिंग नहीं हम डिस्टेंस मेंटेन करब ये समस्त विषय बहुत आराम रे पालन करुचे मनुष्य तार जीवन एवं भी आम समस्ते करुचु समस्त विषय करुच किंतु कौथिरे करुछु कौथिपाई करुछु कहा पाई करुछु एटा बुझिबा आवश्यक असार निमंते करुछु ना सार निमंते करुछु असार जगत रे बंची रहिबा पाई आमाने कोन करुछु ए समस्त कार्य करुछु असार जगत रे बंची रहिबा पाई आमानकर से भय आर आज्ञा को कोन करुछु पालन करुछु माने से भय को और से भय निमंते विभिन्न प्रकार उपचार आमानकर पाई जहाँ किछि आसी अच्छी आमानकर निजर ज्ञान रे निजर बुद्धि रे से समस्त आम प्रयोग करुछु ड्रेस ठारू नहीं कि सैनिटाइज ठारू नहीं कि समस्त विषय सुरक्षा पाइबा निमंते जेहेतु आमान को गोटे भय अच्छी आ भयर आगे आम कौन देखी था मृत्यु को देखी था जे पर्यंत मृत्यु को देखी ना आम से पर्यंत आमर जीवन रे भय आमने पाई परिबा नहीं तेणुक आम जो देखु अच्छु मृत्यु को से आमर जीवन रे मध्य भय आसी अच्छी आउ असारता भय को आम कौन करुछु पालन करुछु असारता आज्ञा को आम कौन करुछु ओ उत्तम भाव में पालन करुछु घर बाहर पूरा करुणा हो रोड रे चलने करुणा होके गले करुणा हो समस्त विषय आई कि नहीं सत कथा असारता असार जगत रे असारता आज्ञा को आम पालन करी आम निजर सेफ्टी व्यक्तिगत सेफ्टी माध्यम आम सुरक्षित पाऊछु सुरक्षा पाऊछु तो केते भल विषय प्रभु कहते जे सार विषय को प्रभु आम जनाऊँ सार कथा यही तो आउ गोटे विषय आम जीवन रे प्रभु देवाई जाऊँगी जहाँकि परमेश्वर को भय करवा आज्ञा को पालन करवा तो ये दुईटा विषय मध्य मनुष्यर जीवन कौन थाए बंची पारे मनुष्य सुरक्षित पाए और सेटा होची परमेश्वर को ठारू सुरक्षा एटा रोग ठारू सुरक्षा किंतु सेटा परमेश्वर ताको कौन करती सुरक्षा दे था व्यक्तिगत भाव में असार असार सबकि असार किंतु प्रभु आम को कौन कर निर्भर रखा निमंते से कथा कहते निर्भर रखा
ଯେତେବେଳେ ଆମେ ଅଧ୍ୟୟନ କରୁଥିଲା 62 ଗୀତର 8 ପଦରେ ସେଠି ଲେଖା ଅଛି, ହେ ଲୋକମାନେ ସବୁବେଳେ ତାହାଙ୍କ ଠାରେ କ'ଣ କର, ନିର୍ଭର କର। ହେ ଲୋକମାନେ ସବୁବେଳେ ତାହାଙ୍କ ଠାରେ ନିର୍ଭର କର, ଆଉ ତାହାଙ୍କ ଛାମୁରେ ମନର ସବୁ କଥା କ'ଣ କହ, ଭାଙ୍ଗିକିରି କୁହ। କାହାଠାରେ? ପରମେଶ୍ୱର କଥା। ଆଜି ଯେଉଁ ପରମେଶ୍ୱରଙ୍କର ନିକଟରେ ସାର ବିଷୟକୁ ଆମେ ପାଇବା ନିମନ୍ତେ ବାକ୍ୟ ପାଇଅଛୁ, ସେହି ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବା ନିମନ୍ତେ ବାକ୍ୟ ଆମକୁ କୌଣସି ଯୋଗ୍ୟ ବିବେଚିତ କରିବା ବ୍ୟକ୍ତିକୁ ଉପସ୍ଥାପିତ କରିନାହିଁ। ଯେଉଁମାନେ ଡିଗ୍ରୀ ହାସଲ କରିଛନ୍ତି, ଇଞ୍ଜିନିୟର, ପ୍ରଫେସର, ପାଷ୍ଟର, ଏପରି ଜାତି ଭେଦ ବି ନାହିଁ, କୌଣସି ଗୋଷ୍ଠୀ ନାହିଁ, କିନ୍ତୁ ସେ କ'ଣ କରୁଛନ୍ତି, ସମସ୍ତଙ୍କୁ ଖୋଲାଖୋଲି ଭାବରେ ଏଠି ପ୍ରକାଶିତ କରୁଛନ୍ତି ଆଉ କହୁଛନ୍ତି, ହେ ଲୋକମାନେ, ମାନେ ଜଗତର ପ୍ରତ୍ୟେକ ମନୁଷ୍ୟମାନଙ୍କୁ ଏଠି ବୁଝାଉଛି, ହେ ଲୋକମାନେ ସବୁବେଳେ ତାହାଙ୍କ ଠାରେ କ'ଣ କର, ନିର୍ଭର କର। ପରମେଶ୍ୱରଙ୍କ ଠାରେ ନିର୍ଭର କରିବା ଆମମାନଙ୍କର ଉତ୍ତମ ବିଷୟ। ବାକ୍ୟ ଆମମାନଙ୍କୁ କହୁଛି, ଆମମାନଙ୍କର ଯୋଗ୍ୟତାରେ ନୁହେଁ, ଅଯୋଗ୍ୟତାରେ, ଆମମାନଙ୍କର ଧାର୍ମିକତାରେ ନୁହେଁ, ଅଧାର୍ମିକତାରେ ମଧ୍ୟ ଆମମାନେ ପ୍ରଭୁଙ୍କର ନିକଟରେ ସଦା ସର୍ବଦା ସବୁବେଳେ ତାହାଙ୍କ ଠାରେ କ'ଣ କରିବା, ଫାଷ୍ଟ ନିର୍ଭର କରିବା। ଯେ ପର୍ଯ୍ୟନ୍ତ ନିର୍ଭରଶୀଳ ହେଇନାହୁଁ ସେ ପର୍ଯ୍ୟନ୍ତ ଆମମାନେ କଥା କହିପାରିବା ନାହିଁ। ଆମମାନଙ୍କର ସର୍ବପ୍ରଥମରେ ଆମମାନଙ୍କର ଜୀବନରେ ନିର୍ଭରଶୀଳ ହେବା ଆବଶ୍ୟକ ବାକ୍ୟ ଅନୁସାରେ। ଆଉ ନିର୍ଭରଶୀଳ ନହେଲେ ଆମେ କଥା କହିପାରିବା ନାହିଁ। ଯେତେବେଳେ ନିର୍ଭରଶୀଳ ହେଇଯାଉଛୁ ତାହେଲେ ତାହାଙ୍କ ଛାମୁରେ ମନର ସବୁ କଥା କ'ଣ ହେବ, ଭାଙ୍ଗି କହିବା। ଯେତେବେଳେ ପରମେଶ୍ୱରଙ୍କ ଠାରେ ଆମେ ନିର୍ଭରଶୀଳ ହେଇଯିବା, ସେତେବେଳେ ମନର ସବୁ କଥା, ମାନେ ଘଣ୍ଟାଟେ ହଉ, ଅଧା ଘଣ୍ଟା ହଉ, 5 ମିନିଟ୍ ହଉ, 10 ମିନିଟ୍ ହଉ, ଦିନ ସାରା ହଉ, ରାତି ସାରା ହଉ, ତାହାଙ୍କ ଠାରେ ମନର ସବୁ କଥା ଭାଙ୍ଗିଯିବ। ଯିଏ ପ୍ରାର୍ଥନା କରନ୍ତି, ପ୍ରାର୍ଥନାରତ ଦଳମାନେ ସେମାନେ କ'ଣ କରନ୍ତି, ପରମେଶ୍ୱରଙ୍କ ଠାରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ପ୍ରଭୁ ମୋର ପ୍ରାର୍ଥନା ସୁନିଶ୍ଚିତ ଶୁଣିବେ, ପ୍ରଭୁ ମୋର ଡାକ ଶୁଣିବେ, ଏହିପରି ଭାବରେ ମନୁଷ୍ୟ କ'ଣ ହେବ, ନିର୍ଭରଶୀଳ ହେବା ଆବଶ୍ୟକ। ନିର୍ଭରଶୀଳ ହେଲେ ଆମମାନେ କ'ଣ ହେବ, ସେଇ ସାର ବିଷୟକୁ ଜାଣିପାରିବା। ତ ଏଇଠି ଗୋଟେ ବିଷୟ ଲେଖା ଅଛି, ସାର ଆଉ ଅସାର ବିଷୟରେ ଯଦି ଆମେ ତାରତମ୍ୟ ଦେଖୁଛୁ, 9 ପଦରେ ଲେଖା ଅଛି 62:9ରେ, ନିଶ୍ଚୟ ସାମାନ୍ୟ ଲୋକେ ଅସାର ଓ ମାନ୍ୟ ଲୋକେ ମିଥ୍ୟା। ଏ ଅସାରତା ବିଷୟରେ ଆମମାନଙ୍କୁ ଯଦି ଜାଣିବାକୁ ଅଛି, ସାର ଓ ଅସାର ବିଷୟରେ, ତାହେଲେ ନିଶ୍ଚୟ ସାମାନ୍ୟ ଲୋକ ଅସାର ଓ ମାନ୍ୟ ଲୋକେ ମିଥ୍ୟା। ତୌଲରେ ସେମାନେ ଉପରକୁ ଉଠିବେ, ସେ ସମସ୍ତେ ଅସାରରୁ ଡରୁଥିବେ। এই ସମସ୍ତ ବିଷୟ ଲୋକମାନଙ୍କ ପ୍ରତି ଆମେ ଯେତେ ଦୃଷ୍ଟି କରୁଅଛୁ, এই ଜଗତର ସମ୍ପତ୍ତି ପ୍ରତି ଯେତେବେଳେ ଦୃଷ୍ଟି କରୁଅଛୁ, ଜଗତର ଯାହା କିଛି ଉତ୍ତମ ବିଷୟ ଉପଭୋଗ କରିବା ନିମନ୍ତେ ଆମେ ଯଦି ମନରେ କଳ୍ପନା କରୁଅଛୁ, ସେହି ସମସ୍ତ ବିଷୟ ଆମମାନଙ୍କର ପାଇଁ କ'ଣ ଅଟେ, ଅସାର। ଆମମାନଙ୍କ ପାଇଁ ଅସାର ଅଟେ। ଆମମାନଙ୍କର ଜୀବନରେ ଯାହା କିଛି ଆମେ ପାଇବା ପାଇଁ ଆଶଙ୍କା କରୁଅଛୁ, ଆଗାମୀ ଦିନରେ ଏ ସମସ୍ତ ବିଷୟ ଅସାର। ପ୍ରଭୁ ଆମମାନଙ୍କୁ ସାର ବିଷୟ ଆଜି ଜଣାଉଛନ୍ତି ଆଉ କହୁଛନ୍ତି ତାଙ୍କର ବାକ୍ୟରେ, ସାର କଥା ଏହି କୋଉଠି ବି ନାହିଁ। ଏହିପରି ଲେଖା ଯେ ସାର କଥା, ଏଇଟା ପୁରାପୁରି ସାର ବିଷୟ ଅଟେ। ପୁରା ସବୁ ଦୁନିଆକୁ ପରୀକ୍ଷା କଲା ପରେ, ଦୁନିଆର ସବୁ ରାଜା ମହାରାଜାକୁ, ସେ ରାଜ୍ୟକୁ ବିଜୟୀ ହେଲା ପରେ, ସେହି ବ୍ୟକ୍ତି ଏଠି ପ୍ରକାଶ କରୁଅଛନ୍ତି ଯେ ସାର କଥା ଏହି ସମସ୍ତ ବିଷୟ କ'ଣ କରାଯାଇଛି, ଶୁଣାଯାଇଅଛି। ପରମେଶ୍ୱରଙ୍କୁ ତୁମେ କ'ଣ କର, ଭୟ କର, ଆଉ ତାହାଙ୍କର ଆଜ୍ଞା ସବୁକୁ କ'ଣ କର, ପରମେଶ୍ୱରଙ୍କୁ ଭୟ କର, ଆଜ୍ଞା ପାଳନ କର। ଯେତେବେଳେ ଆମେ ଜଗତ ମଧ୍ୟରେ ଅଛୁ, ତ ଜଗତର ଭୟ ଆଉ ଜଗତର ଆଜ୍ଞାକୁ ଆମେ ପାଳନ କରୁଅଛୁ, ପୁରାପୁରି ଭାବରେ ପାଳନ କରୁଅଛୁ। ସମସ୍ତେ ଜାଣୁଛନ୍ତି ଏବେ ଏହି ସମୟରେ, ଏହି ବର୍ତ୍ତମାନ ସମୟ, ସେଇ ଭୟ
आउ आज्ञा पालन समय 25 लोक रु अधिक जदि भोजी रांधुव बोले जीवन में केते भय थी 20 लोक रु बेसी जदि मुर्दार घाट के जीव केते जीवन में भय थी ए समय ए भयर समय आज्ञा पालन समय जदि माने से जो सरकार नियम अनुसार आमने जदि बेसी लोक संख्या पहुँचुचु ताहले आमको कौन करने को अच्छी से दंड भोगवा दंड भोगवा तो आम जीवन रे से भय आम जदि व्यक्तिगत भाव में परमेश्वर ठारे प्रकाशित करवा ताहले कौन हम आमको उत्तम विषय प्रदान परमेश्वर भय को आमने जदि अपना अपना शरीर मध्य प्रकाश करवा ताहले कौन हम उत्तम विषय आम धन्य हो परमेश्वर ठारे आम धन्य हो कारण परमेश्वर देखिए जे मोर नियम को से कौन करुच्ची भय करुच्ची मोर वाक्य को से कौन करुच्ची पालन करुच्ची तेणुक परम परमेश्वर दृष्टि रे आमने कौन हवा धन्य हवा परमेश्वर दृष्टि हितोपदेश तार 28:14 लिखा जाए जो लोक सबुबेले भय रखे जो लोक सबुबेले भय रखे से धन्य कहा को भय रखिबो परमेश्वर को भय रखिबो परमेश्वर को जे भय रखिबो से लोक धन्य किंतु जे तार हृदय को कठिन करे कौन लिखा अछि तळे मात्र जे अपना मन को कठिन करे मात्र जे अपना मन को कठिन करे से आपदरे पड़िबो आपद एपरी गोटे विषय अटे जहा कि मनुष्य निमंते बहुत कठिन विषय अटे आपद एहीपरी विषय जहा कि आमनकर जीवन रे बहुत दुख दे थाए किंतु कौन लिखा होची जे भय करे से धन्य किंतु जे हाँ जो लोक सबुबेले भय रखे हाँ से धन्य मात्र जे अपना मन को कठिन करे बस 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 एई वाटा म खोजुती जे अपना मन को कठिन करे से लोक कोन हबो आपदरे पड़िबो एईटा गुटे बेस्ट आजिर वाक्य आमको सचेतन कराउछि जे अनेक एपरी लोक अछंती से माने कोन करूछंती हृदय को कठिन करिकी आपद मध्यरे पड़ू अछंती एटा सत कथा ए वाक्य एबर नुहे मोदी सरकार लिखि नै वाक्य आज जो नियम प्रचालित होउची ए वाक्य आजिर नुहे अनेक हजार हजार वर्ष पूर्वे ए वाक्य आमान को निमंते लिपिबद्ध होइक रहिछि तो आमने जदि ए नियम रो अनुसार प्रचलित हो ना ताहले आमान को कड़ा आसीबो विपद आसीबो आपद आसीबो विपद आसीबो आपद आसीबो नियम अनुसार केयरलेस जोटा कहती तार निमंते केयरलेस होले काना हबा तार निमंते विपद आसीबो नियम तो प्रचलित होइछि देश रे बाबू बेसी लोग जे नहीं जीव डिस्टेंस मेंटेन करबो ए समस्त कार्य करबो तो आमाने जदि सही समस्त विषय को बेखातिर करबा कठिन करबा अपना मन को कठिन करबा ताहले कोन हबो आमर प्रति विपद आसे विपद मनुष्यर गोटे सबुठ बड़ दुख विषय विपद मनुष्य निमंते बहुत बड़ विषय दुख विषय तेणु विपद प्रभु भी तांगर वाक्य द्वारा कथा कहते विपद किपरि जिनिस आम देखूँ हितोपदेश तार 1 पाखे बाइबल विपद आपद किपरि विषय हितोपदेश 1:27-28 जितेबेले प्रचंड झड़ परी हाँ जितेबेले प्रचंड झड़ परी तुमମାନଙ୍କର आशंका उपस्थित हब ओ घूर्णी वायु परी
ଘୂର୍ଣ୍ଣିବାୟୁ ପରି ତୁମମାନଙ୍କର ବିପଦ ଆସିବ। ହେଲା ବିପଦ ଏଇଟା ଘୂର୍ଣ୍ଣିବାୟୁ ପରି ତୁମର ବିପଦ ଆସିବ। ପ୍ରଚଣ୍ଡ ଝଡ଼ ଯେ ଦେଖିଛ ଆଗେ ନାନୀ ଆଉ ନୁରୀ ଯେତେବେଳେ ଛୋଟ ଛୋଟ ଥିଲେ ସେତେବେଳେ ଦେଖିଦେବେ ପ୍ରଚଣ୍ଡ ଝଡ଼ ଯେତେବେଳେ ହେବାର ଆରମ୍ଭ ହେଇଯାଉଛେ ନାନୀ କାଁ କରିବେ ନିରୁ ନୁରୀକେ ଧରିକିରି ଆମର ଘରକେ ପଳେଇ ଆଇକି ନେବା ବୋଲେ ଆଉ ପ୍ରଚଣ୍ଡ ଝଡ଼ ଅଛି ନା ଆରମ୍ଭ ହେଇଯିବ। ତ ବିପଦ ସେପରି ଗୋଟେ ବିଷୟ ବିପଦ ବିଷୟରେ ଆମେ ଅନଜ୍ଞ ନୁହଁ ଅଜ୍ଞ ଅଟୁ। ଆସନ୍ତା ସମୟରେ ଯେ ଆମମାନଙ୍କ ନିମନ୍ତେ ବିପଦ ଆସୁଅଛି ଏଇଟା ଆମେ ସମସ୍ତେ ଜାଣିଅଛୁ। ଆଉ ସେଇ ସାର ବିଷୟକୁ ପ୍ରଭୁ ଆମମାନଙ୍କୁ ଆଜି କହୁଛନ୍ତି ସାର କଥା ଏହି ସମସ୍ତ ବିଷୟ ଶୁଣା ଯାଇଅଛି। ପରମେଶ୍ୱରକୁ ତୁମେ କ'ଣ କର ଭୟ କର ଆଉ ତାଙ୍କର ଆଜ୍ଞାକୁ ପାଳନ କର। ଗୋଟେ ବାକ୍ୟ ଆଜି ତ ବିପଦ ମନୁଷ୍ୟ ନିମନ୍ତେ କେତେ କଷ୍ଟଦାୟକ ଏହି ସମସ୍ତ ବିଷୟ ଆମେ ଜାଣିବା। ଯିଏ ଆପଣା ମନକୁ କଠିନ କରେ ପ୍ରଭୁଙ୍କର ଭୟ ନାହିଁ ଯାହାର ତା ପ୍ରତି କ'ଣ ଆସିବ ବିପଦ ଆସିବ। ବିପଦ ଆସିବ ଅବାଧ୍ୟତାରେ ଆମେ କ'ଣ ହେବା ବିପଦ ପାଇବା। କିନ୍ତୁ ପ୍ରଭୁଙ୍କର ବାକ୍ୟକୁ ଆମେ ଯଦି ପାଳନ କରିବା ପ୍ରଭୁଙ୍କୁ ଯେତେବେଳେ ଆମେ ଭୟ କରିବା ତାହେଲେ ବାକ୍ୟଟା ସୁନିଶ୍ଚିତ ଭାବରେ ଆମମାନଙ୍କର ଜୀବନରେ ପାଳନ ହେବ। ମୋର ବାପା କହିଛନ୍ତି ଏଇଟା କରବା ଲାଗି ସର୍ବପ୍ରଥମରେ କାଣା ହେଲା ଭୟ ଆସିଲା। ମୋର ବାପା କହିଛନ୍ତି ଏ କାର୍ଯ୍ୟ କରିବା ନିମନ୍ତେ ସର୍ବପ୍ରଥମରେ ମନୁଷ୍ୟ ଜୀବନରେ ଭୟ ଆସିଲା। ତାପରେ ବାକ୍ୟର କାର୍ଯ୍ୟକାରୀ ଏଇଟା କରିଛନ୍ତି ମାନେ ଏଇଟା ଭୟ ଅଛି ମାନେ କାର୍ଯ୍ୟ ହବ ବାକ୍ୟ ପାଳନ ହବ। ଆମମାନଙ୍କର ଜୀବନରେ ବାକ୍ୟ ପାଳନ ହେବା ଆବଶ୍ୟକ ଅଟେ। ଯେହେତୁ ପ୍ରଭୁଙ୍କୁ ଯଦି ଭୟ କରୁଅଛୁ ତାହେଲେ ବାକ୍ୟ ପାଳନ ଆମମାନଙ୍କର ଜୀବନରେ ହେବ। ତ ସେଇଟା ଆମେ 27 ପଦ ଦେଖୁଥିଲା ଯେତେବେଳେ ପ୍ରଚଣ୍ଡ ଝଡ଼ ପରି ତୁମମାନଙ୍କର ଆଶଙ୍କା ଉପସ୍ଥିତ ହେବ ଓ ଘୂର୍ଣ୍ଣିବାୟୁ ପରି ତୁମମାନଙ୍କର ବିପଦ ଆସିବ ସେତେବେଳେ କ୍ଲେଶ ଓ ବେଦନା ତୁମମାନଙ୍କର ପ୍ରତି ଘଟିବ। ସେତେବେଳେ କ୍ଲେଶ ଆଉ ବେଦନା ଏଇଟା ହେଉଛି ମନୁଷ୍ୟର ବିପଦ। ଯେଉଁ ମନୁଷ୍ୟ ଅବାଧ୍ୟତାରେ ଆପଣା ହୃଦୟକୁ କଠିନ କରେ ପରମେଶ୍ୱରଙ୍କର ଭୟକୁ ଅମାନ୍ୟ କରେ ପରମେଶ୍ୱରଙ୍କର ଆଜ୍ଞାକୁ ଅମାନ୍ୟ କରେ ସେତେବେଳେ ଏଇ ସମସ୍ତ ବିଷୟ ଘଟିବ। ଆଉ ସେତେବେଳେ ସେମାନେ ମୋତେ ଡାକ ପକାଇବେ ମାତ୍ର ମୁଁ ଉତ୍ତର ଦେବି ନାହିଁ। ସେମାନେ ଅତି ଯତ୍ନରେ ମୋହର ଅନ୍ୱେଷଣ କରିବେ ମାତ୍ର ମୋହର ଉଦ୍ଦେଶ୍ୟ ପାଇବେ ନାହିଁ। କାରଣ ସେମାନେ କ'ଣ କରିଛନ୍ତି ବିଦ୍ୟାକୁ ଘୃଣା କଲେ ଓ ସଦାପ୍ରଭୁଙ୍କ ବିଷୟକ ଭୟ ମନୋନୀତ କଲେ ନାହିଁ ଯୋଉଟାକି ସାର ବିଷୟ। ଯେଉଁ ବିଷୟ ଆମେ ଯାଉଛୁ ଆଜିର ମୁଖ୍ୟ ଟପିକରେ ସର୍ବପ୍ରଥମରେ କ'ଣ ଅଛି ସଦାପ୍ରଭୁଙ୍କୁ ଭୟ କର। ଆଉ ଭୟରେ ସେମାନଙ୍କର ଜୀବନରେ କ'ଣ କ'ଣ ସଫଳତା ପାଇପାରନ୍ତି ସେ ବିଷୟ ଏଠି ଆମମାନଙ୍କୁ ବାକ୍ୟ ସଚେତନ କରାଉଛି। ଆଉ କହୁଛନ୍ତି ମୁଁ ଶୁଣିବି ନାହିଁ ଆଶଙ୍କା ଉପସ୍ଥିତ ହେଲା ବେଳେ ମୁଁ ଶୁଣିବି ନାହିଁ ସେମାନେ ମୋତେ ଡାକ ପକାଇବେ ମୁଁ ଉତ୍ତର ଦେବି ନାହିଁ। କାହିଁକି 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 ତାଙ୍କର ଜୀବନରେ କାହିଁକି ସେମାନେ ବିଦ୍ୟାକୁ ଘୃଣା କଲେ ଆଉ ସଦାପ୍ରଭୁ ବିଷୟକୁ ମନୋନୀତ କଲେ ନାହିଁ। ଯେଉଁ ସାର ବିଷୟ ଏଠି ଆମମାନଙ୍କୁ ଦିଆଯାଇଅଛି ଯେଉଁ ସାର ବିଷୟ ଆମମାନଙ୍କୁ ପ୍ରଦତ୍ତ ହୋଇଅଛି ଯେ ସାର ବିଷୟ ଏହି ସବୁ ଶୁଣାଯାଇଅଛି ସଦାପ୍ରଭୁଙ୍କୁ କ'ଣ କର ଭୟ କର ଆଉ ତାଙ୍କର ଆଜ୍ଞା ପାଳନ କର। ଏଇ ଦୁଇଟା ବିଷୟ। ତ ଏ ଭୟରେ ପରମେଶ୍ୱରଙ୍କର ଯେଉଁ ବାକ୍ୟକୁ ପ୍ରଭୁ କହୁଛନ୍ତି ସଦାପ୍ରଭୁଙ୍କ ବିଷୟକ ଭୟ ମନୋନୀତ କଲେ ନାହିଁ ବୋଲିକିରି ପ୍ରଭୁ କ'ଣ କରିବେ ପ୍ରଚଣ୍ଡ ଆଶଙ୍କା ତୁମମାନଙ୍କର ବିପଦ ଆସିବ ଘୂର୍ଣ୍ଣିବାୟୁ ପରି ତୁମର ବିପଦ ଆସିବ ଆଉ କ୍ଲେଶ ଆସିବ ତାପରେ ବେଦନା ଆସିବ। ବାପରେ ମନୁଷ୍ୟ ପ୍ରତି କେତେ ବିଷୟ ଅଛି କିନ୍ତୁ ଗୋଟେ ଭ୍ୟାକ୍ସିନରେ ପ୍ରଭୁ କ'ଣ କରିଛନ୍ତି ସେମାନଙ୍କୁ ରକ୍ଷା କରିଦେବେ ନାଇଁ କି। ଏବେ ଆଜି ବହୁତ ଭ୍ୟାକ୍ସିନ୍ ବାହାରୁଛି ସୁରକ୍ଷା ହେବା ନିମନ୍ତେ କିନ୍ତୁ ପ୍ରଭୁ ଦୁଇଟା ବିଷୟ ଦେଇଛନ୍ତି ଆମମାନଙ୍କୁ ପ୍ରଭୁକୁ ଭୟ କରିବା ନିମନ୍ତେ ନାଇଁ ଜାଣିବା
ସେମାନେ ବିଦ୍ୟାକୁ ଘୃଣା କଲେ। ବିଦ୍ୟାକୁ ମାନେ ଯାହା ଲେଖା ହେଇଛି ଜ୍ଞାନର ଦ୍ୱାରା ଯେଉଁ ବାକ୍ୟ ଆମମାନଙ୍କ ନିକଟରେ ଉପସ୍ଥାପିତ ହେଇଅଛି ଜ୍ଞାନର ଦ୍ୱାରା ଅଜ୍ଞାନୀ ନୁହେଁ। ତେଣୁ କରିକି ସମସ୍ତ ବିଷୟକୁ କ'ଣ କରିଛନ୍ତି? ସେ ଅସାର କରିଦେଇଛନ୍ତି। এই ଜଗତର ସମସ୍ତ ବିଷୟ ତାଙ୍କ ଦୃଷ୍ଟିରେ ଅସାର, ଅସାରରୁ ଅସାର, ସବୁ ଅସାର ବାକ୍ୟରେ ମଧ୍ୟ ଅଛି। ତ ଅସାର ବିଷୟରୁ ଆମମାନଙ୍କୁ କ'ଣ କରିଛନ୍ତି? ତାଙ୍କର ବାକ୍ୟ ଦ୍ୱାରା ସେ ସାର ବିଷୟକୁ ଅବଗତ କରୁଛନ୍ତି। ତେଣୁ କରିକି ସେ ବାକ୍ୟର ମୂଳରୁ ଆମମାନଙ୍କୁ କଥା କହୁଛନ୍ତି। ସାର କଥା ଏହି ମାନେ କ'ଣ? ଏ ବିଷୟ ଆମମାନଙ୍କୁ ଜାଣିବାକୁ ହେବ। ସାର ବିଷୟରେ କ'ଣ ମୂଲ୍ୟ, ତାର ମୂଲ୍ୟାଙ୍କନ କରିହେବ ନାହିଁ। ମୂଲ୍ୟବୋଧ ଚିନ୍ତା ମଧ୍ୟ ଆମମାନଙ୍କ ଠାରେ କରିହେବ ନାହିଁ। କିନ୍ତୁ ଅତି ପାଖରେ ଅଛି, ଆମମାନଙ୍କର ଅତି ପାଖରେ ଅଛି। ଆମେ ପାଇପାରିବା କିନ୍ତୁ ପାଇପାରୁନାହୁଁ। କାହିଁ? ଅସାରତାରେ ଆମେ କ'ଣ କରିଛୁ? ସମୟ ନିରୂପଣ କରିଅଛୁ। ମୋର ଗୃହ, ମୋର ସନ୍ତାନ, ମୋର ସମ୍ପତ୍ତି, ମୋର ଧନ, ମୋର ସ୍ୱାମୀ, ମୋର ପ୍ରପର୍ଟି, ମୋର ସବୁ କିଛି ଯେତେବେଳେ ଦେଖୁଛୁ ସବୁ ମୋର କହୁଛ, ସେ ମୋର ସବୁ କ'ଣ ଅଟେ? ଅସାର। ଆଉ ଅସାର ମାନେ ଖଦଗଦା ଯାଇଛ? ଖଦଗଦା ତ ସାର ହେଲେ ଥିସି ନାଇଁ? ଖଦଗଦାରେ ମୁଣୁ ସାର ହେଲେ ପାଇବା। କିନ୍ତୁ ଯେଉଁ ବିଷୟ ଅସାର ବୋଲିକିରି ଆମେ ବାକ୍ୟରେ କହୁଛୁ ସେନେ ମଞ୍ଜିଟେ ପୁତଲେ ବି ନାଇଁ ବାହାରେ ଗଛ। ମଞ୍ଜିଟେ ପୁତଲେ ବି ନାଇଁ ବାହାରେ ଗଛ। ଯ 100 କେଜି ସୁନା ଆଣିକରି ତୁପି ଦିଅ ଆଉ କେତେ କୋଟି ଟଙ୍କା ଆଣିକରି ତୁପି ଦିଅ, ସେଟା ଗଜା ଯଦି ହେବା ବେଲେ କହିବ ହେବା? ଗଜା ହେବା କାଁ ନାଇଁ। ସବୁ ଅସାର ପରେ ଜଗତର ସବୁ ବିଷୟ ଅସାର। କିନ୍ତୁ ଗୋଟେ ବିଷୟକୁ ସାର ପ୍ରଭୁ କରିଛନ୍ତି ଆଉ ବାକ୍ୟକୁ ଆମକୁ ଜଣାଉଛନ୍ତି। ସାର କଥା ଏହିସବୁ ଶୁଣାଯାଇଅଛି, ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞା ସବୁ ପାଳନ କର, ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ। ଆମମାନଙ୍କ ଜୀବନରେ ପୂର୍ଣ୍ଣ କର୍ତ୍ତବ୍ୟ କୋଉଟା? ଆମମାନଙ୍କର ଜୀବନର ସୁରକ୍ଷା ବିଷୟ କୋଉଟା? এইটা প্রভু আমাকে তাঁর বাক্য দ্বারা কথা কହୁଛନ୍ତି। আমি যদি পালন করা জগতের বঞ্চবার লাগে আমি দৌড়ি বাহারকে গলাবেলে মাছটা কাহিগলারে খুঁজুছু, সেনু আসলে ঠটে বজে হলে সেনেটারে যে করা হয়েছে কি জানু খুঁজুছু। সবু বিষয় বাহারকে গলাবেলে কেনতা আমার সেফটি হওয়া খুঁজুছু। কাইকি আমার জীবনকে আমি প্রেম করু। ତୁମେ ଯଦି ତମର ଜୀବନକେ ପ୍ରେମ କରୁଛ, ତମର ଜୀବନକେ ଫେରେ ଆଉ ଜଣେ ପ୍ରେମ କରୁଛେ, ଆଉ ସେଥିର୍ଲାଗି ବୋଲିକରି ସେ ସୁରକ୍ଷା ଦେବା ନିମନ୍ତେ ଉତ୍ତମ ବିଷୟ ତୁମକୁ ପ୍ରଦାନ କରାହେଇଛେ, ସେଟାକେ ତୁମେ ଭୁଲିଯିବ। ତୁମେ ନିଜର ଶରୀରକୁ ଏତେ ପ୍ରେମ କରୁଛ ଯେ ତାର ଲାଗି ବୋଲିକରି ତୁମେ ବିଭିନ୍ନ ପ୍ରକାର ଯାହା କିଛି ଜଗତ ମଧ୍ୟରେ ବର୍ତ୍ତମାନ ନିଜର ସେଫ୍ଟି ଅଛି, ନିଜର ସୁରକ୍ଷା ନିମନ୍ତେ, ନିଜର ଶରୀର ନିମନ୍ତେ, ନିଜର ରୋଗକୁ ଅତିକ୍ରମ କରିବା ନିମନ୍ତେ କରି ନାଇଁ ପାରବାର ବ୍ୟବସ୍ଥା କେତେ ବିଷୟ ଅଛି। କେତେ କୋଟ୍ ପ୍ୟାଣ୍ଟ ବି ବାହାରିଲାନ, କେତେ ଡ୍ରେସ୍ ବାହାରିଲାନ, କେତେ ମୁଖରେ ବନ୍ଦ କରବାର କେତେ ବିଷୟ ବାହାରିଲା। କାହିଁକି? ମୃତ୍ୟୁକୁ ଆମେ ଭୟ କରୁଛୁ। ଯେଉଁମାନେ ମୃତ୍ୟୁକୁ ଭୟ କରିବେ ନାହିଁ ସେ ସବୁ ବିଷୟ ସେମାନେ ବ୍ୟବହାର କରିବେ ନାହିଁ। ଯେହେତୁ ଆମେ ମୃତ୍ୟୁକୁ ଭୟ କରୁଥିବାରୁ ସେ ସମସ୍ତ ବିଷୟ କ'ଣ କରୁଛୁ? ବ୍ୟବହାର କରୁଛୁ। ପରମେଶ୍ୱରଙ୍କ ଦୃଷ୍ଟିରେ ଆମେ এই জগতର ସମସ୍ତ ଅସାର ବିଷୟ ନିମନ୍ତେ ମାତି ଅଛୁ, ଅସାର କାର୍ଯ୍ୟରେ ମାତି ଅଛୁ, ଅସାର ବିଷୟରେ ଆମେ ଚିନ୍ତା କରୁଅଛୁ। କିନ୍ତୁ ପରମେଶ୍ୱର କ'ଣ କହୁଛନ୍ତି? ଆମକୁ ଗୋଟେ ସାର ବିଷୟ ଆଜି ଜଣାଉଛନ୍ତି ତାଙ୍କର ବାକ୍ୟ। ସେଇ ସାର ବିଷୟକୁ ଆମେ ଯେତେବେଳେ ପାଇଅଛୁ ତାହାକୁ ଆଉ ଛାଡ଼ବା ନାହିଁ, ତାକୁ ଛାଡ଼ବା ନାହିଁ, ତାକୁ ଧରିକି ରଖିବା। ତାହେଲେ ଆମମାନଙ୍କର ଜୀବନରେ କ'ଣ ହେବ? ଆମେ ଉତ୍ତମ ବିଷୟ ପାଇପାରିବା, ଉତ୍ତମ ବିଷୟ ପାଇପାରିବା। ପ୍ରଭୁ ଆମକୁ ଆଜି ସଚେତନ କରିଛନ୍ତି। କାହିଁକି ନା ଆଗାମୀ କ୍ରୋଧରୁ ଆମକୁ ପ୍ରଭୁ ସୁରକ୍ଷା ଦେବା ନିମନ୍ତେ ଆଗାମୀ ଦିନର ସମସ୍ତ ପ୍ରକାର
ଯାହା କିଛି ବିଷୟ ଆସୁଅଛି ଡେଞ୍ଜର ବିଷୟ ତାହେଲେ ମୁଁ ପଢ଼ିଲିନି କେଁ ସେ ଲେଖା ଅଛି 26 ପଦ 1 ଭିତର 1 ଅଛି। ଏହେତୁ ମୁଁ ମଧ୍ୟ ତୁମମାନଙ୍କର ବିପଦ ବେଳେ କ'ଣ କରିବି? ବାପରେ କିଏ କହିବ? ପରମେଶ୍ୱର କହିବ। ମନୁଷ୍ୟ ଅସାରତାରେ ଏତିକି ମାଡ଼ି ବସୁଛି, ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରକୁ କ'ଣ କରୁଛି? ଭୁଲି ଯାଉଛି। ତ ମନୁଷ୍ୟ ଯେତେବେଳେ ବିପଦରେ ପଡ଼ୁଛି ସେତେବେଳେ କ'ଣ ହେଉଛି? ପରମେଶ୍ୱର କହୁଛନ୍ତି ଏହେତୁ ମୁଁ ମଧ୍ୟ ତୁମମାନଙ୍କର ବିପଦ ବେଳେ ହସିବି, ଆଉ ତୁମମାନଙ୍କର ଆଶଙ୍କା ଉପସ୍ଥିତ ହେବା ସମୟରେ ମୁଁ କ'ଣ କରିବି? କେତେ ଡେଞ୍ଜର ବିଷୟ, କେତେ ଡେଞ୍ଜର ବିଷୟ ଆମମାନଙ୍କର ଜୀବନରେ। ଅସାର ସବୁ ହିଁ ଅସାର ସବୁ ହିଁ ଅସାର। ପରମେଶ୍ୱର ସମସ୍ତ ବିଷୟ କ'ଣ କରିଛନ୍ତି? ଆଜି ପର୍ଯ୍ୟନ୍ତ ଶୁଣିଅଛନ୍ତି ଆଉ ସେଇ ଶୁଣା ଯାଇଥିବା ବିଷୟରୁ କିଛି ଆମକୁ ଜଣାଉଛନ୍ତି। ସେଇ ଶୁଣା ଯାଇଥିବା ବିଷୟରୁ ଆମକୁ ଆଜି କିଛି ଜଣାଉଛନ୍ତି ଯେ ସମସ୍ତ ବିଷୟ କ'ଣ ଅଟେ? ସାର କଥା। ପ୍ରତ୍ୟେକ ଖ୍ରୀଷ୍ଟିଆନ ଯେମାନେ ଅଛନ୍ତି ସେମାନେ ସାର ବିଷୟ ଜାଣବାର ଆବଶ୍ୟକ ଅଟେ। ପହିଲା ସାର ବେଲେ ଅସାରକେ ଦେଖବାର କଥା। ଅସାର କ'ଣ ଅଟେ ଆଉ ସାର କ'ଣ? ଅସାରତା ପାଇଁ ମୁଁ କେତେ କାର୍ଯ୍ୟ କରୁଅଛି ଆଉ ସାରତା ପାଇଁ କେତେ କାର୍ଯ୍ୟ କରୁଅଛି ଜଗତରେ ବଞ୍ଚି ରହିବା। ଏହି ସମସ୍ତ ବିଷୟ ଆମକୁ ଜାଣିବାକୁ ହେବ, ବୁଝିବାକୁ ହେବ। ପ୍ରଭୁଙ୍କର ଇଚ୍ଛା କ'ଣ ଅଟେ? ମୋର କାର୍ଯ୍ୟରେ ପ୍ରଭୁ ଖୁସ୍ ଅଟନ୍ତି କି ନାହିଁ ଏଇଟା ବି ଜାଣିବାର ଅଛି। ମୋର କାର୍ଯ୍ୟରେ ପ୍ରଭୁ ଯଦି ଖୁସି ନାହାନ୍ତି ତାହେଲେ ମୋର ବିପଦ ବେଳେ ପ୍ରଭୁ କ'ଣ କରିବେ? ହସିବେ। କହୁଛନ୍ତି ମୋର ବିପଦ ବେଳେ, ତୁମମାନଙ୍କର ବିପଦ ବେଳେ ହସିବି, ଆଉ ଆଶଙ୍କା ଯେତେବେଳେ ଉପସ୍ଥିତ ହେବା ସମୟରେ ପରିହାସ କରିବି। ସିଆଡ଼େ କରୁନା, ଇଆଡ଼େ କରୁନା, ସିଆଡ଼େ କରୁନା, ମରଲାରେ ଆମର ଘର ଚାରିଆଡ଼େ କରୁନା। ହେଟା ହେଉଛି କାଣା ହେଉଛି? ଆଶଙ୍କା। ଯେତେବେଳେ ଆଶଙ୍କା ଉପସ୍ଥିତ ହେବ, କାହାକୁ ପଳାଇଲା କେନେ ଆମର ଘରଡ଼େ ମାରି ପଳାଇଲା, ଆଉ ସେତେବେଳେ କ'ଣ ହେବା? ପ୍ରଭୁ କ'ଣ କରିବେ? ପରିହାସ କରିବେ। ଆମମାନଙ୍କ ଜୀବନରେ ଯଦି ଭୟ ନାହିଁ, ପ୍ରଭୁ ବିଷୟକ ଭୟ, ପ୍ରଭୁ ତ ଦେଉଛନ୍ତି ସାର ବିଷୟ ଦୁଇଟା ଜଣାଉଛନ୍ତି। ତାଙ୍କର ବାକ୍ୟ ପାଳନ କରିବା, ଭୟ କରିବା। ବାକ୍ୟ ପାଳନ କରିବା ମାନେ ବାବୁ ତୋତେ ଜ୍ୱର ହେଲା ମାନେ ଏଇଟା ସବୁ ଖାଇବ ବୋଲିକି ଡାକ୍ତର କହିବେ, ଆଉ ସେଇଟା ଯଦି ତାଙ୍କର ଏଡ଼ଭାଇଜ ଅନୁସାରେ ଆମମାନେ ସେଇ ବଟିକା ନାଇଁ ଖାଇବା, ସେଇ ଇଞ୍ଜେକ୍ସନ୍ ନାଇଁ ନେବା, ତାହେଲେ କ'ଣ ହେବ? ଅସୁବିଧାରେ ପଡ଼ିବ। ପ୍ରଭୁ ସେପରି ଆମମାନଙ୍କୁ ବାକ୍ୟ ଦ୍ୱାରା କଥା କହୁଛନ୍ତି ଆମମାନେ କିପରି ସୁରକ୍ଷିତ ରହିବା। ବାକ୍ୟ ଦ୍ୱାରା କଥା କହୁଛନ୍ତି କିପରି ସୁରକ୍ଷିତ ରହିବା ସେ ଚାହାନ୍ତି। ଆଉ ପ୍ରଭୁ ତାଙ୍କର ବାକ୍ୟ ଦ୍ୱାରା ଆମକୁ ସଚେତନ କରୁଛନ୍ତି ଯେ ଆମେ ପ୍ରଭୁଙ୍କର ଅବାଧ୍ୟତାରେ ଯଦି ରହୁଛୁ ଆଉ ବାକ୍ୟକୁ ପାଳନ କରୁନାହୁଁ, ଭୟ କରୁନାହୁଁ, ତାହେଲେ ମଧ୍ୟ ଡେଞ୍ଜର ବିଷୟ ଆମକୁ। ଯେତେବେଳେ ପ୍ରଚଣ୍ଡ ଝଡ଼ ପରି ତୁମମାନଙ୍କର ଆଶଙ୍କା ଉପସ୍ଥିତ ହେବ ଆଉ ଘୂର୍ଣ୍ଣିବାୟୁ ପରି ତୁମମାନଙ୍କର ବିପଦ ଆସିବ, ସେତେବେଳେ କ୍ଲେଶ ବେଦନା ତୁମମାନଙ୍କ ପ୍ରତି ଘଟିବ। ସେତେବେଳେ ସେମାନେ ମୋତେ ଡାକ ପକାଇବେ। ବହୁତ ଡେଞ୍ଜର ସମୟରେ, ଏସବୁ ସଙ୍କଟ ସମୟରେ ସେମାନେ ଡାକ ପକାଇବେ, କିନ୍ତୁ କ'ଣ ହେବ? ଉତ୍ତର ଦେବି ନାହିଁ, ଅନ୍ୱେଷଣ କରିବେ। ଆଉ ସେମାନେ ସେତେବେଳେ ଅତି ଯତ୍ନରେ ଅନ୍ୱେଷଣ କରିବେ। ମୋର ପ୍ରଭୁ, ମୋର ଯୀଶୁ, ମୋର ସେତେବେଳେ ସେମାନଙ୍କର ପ୍ୟାର ଆସିଯିବ, ସେତେବେଳେ ମହବ୍ବତ ଆସିଯିବ। ପରମେଶ୍ୱର ସେତେବେଳେ ପରମେଶ୍ୱରଙ୍କୁ ମନେ କରିବେ ସେମାନେ। ଆରେ ପ୍ରଭୁ, ଅସାର ଜଗତ ମଧ୍ୟରେ, ସବୁ ଅସାରତା ମଧ୍ୟରେ ସେମାନେ ପୁରା ଡୁବି କରିଥିବେ। ଆଉ ଯେତେବେଳେ ଆଶଙ୍କା ଆସିଯିବା, ନା ଭୟ ଥିବା ନା ବାକ୍ୟ ପାଳନ ଥିବା, ଯେତେବେଳେ ସବୁ ରୋଗ ଦୁଃଖ ସମସ୍ୟା ଝଡ଼ ଏ ସମସ୍ତ ଯେତେବେଳେ ଆସିଯିବ, ସେତେବେଳେ ସେମାନେ ଅତି ଯତ୍ନରେ କ'ଣ କରିବେ? ଲେଖା ହେଇଛି ଅତି ଯତ୍ନରେ ମୋହର ଅନ୍ୱେଷଣ କରିବେ। ବା
ଅତି ଯତ୍ନରେ ସେମାନେ କ'ଣ କରିବେ? ଅନୁସରଣ କରିବେ ମାତ୍ର ମୋର ଉଦ୍ଦେଶ୍ୟ ପାଇଁ। ପରମେଶ୍ୱରଙ୍କର ଉଦ୍ଦେଶ୍ୟ ପାଇବା ମନୁଷ୍ୟ ପକ୍ଷରେ ବହୁତ ମୁସ୍କିଲ। ତେଣୁକରି ଆମମାନଙ୍କୁ ସେହି ବାକ୍ୟର କାର୍ଯ୍ୟକାରୀ ହେବା ଆବଶ୍ୟକ। ବାକ୍ୟ ଆମମାନଙ୍କୁ ଚେତନା ଦେଉଛି, ବାକ୍ୟ ଆମମାନଙ୍କୁ କଥା କହୁଅଛି ଯେ ରେ ଲୋକମାନେ କହୁଛି 62ରେ ସମସ୍ତ ଲୋକମାନଙ୍କୁ ସେ କ'ଣ କରୁଛି? ଫ୍ରି ଦେଇଛି। ଆମେ କ'ଣ କର? ପରମେଶ୍ୱରଙ୍କ ଠାରେ ନିଜର ମନର କଥା ଖୋଲି କୁହ। ମନର କଥା ଯେପର୍ଯ୍ୟନ୍ତ ଆମେ ଖୋଲିକି କହିନୁ, ପରମେଶ୍ୱର ସେ ପର୍ଯ୍ୟନ୍ତ ଆମମାନଙ୍କର କାର୍ଯ୍ୟକୁ ସଫଳତା କରିପାରିବେ, ଆମମାନଙ୍କୁ ବଞ୍ଚେଇ ପାରିବେ, ଆମମାନଙ୍କୁ ସୁରକ୍ଷିତ ରଖିପାରିବେ। ତ ଆଜି ଦୁଇଟା ବିଷୟ ପ୍ରଭୁ ଆମମାନଙ୍କୁ କଥା କହିଲେ। ଗୋଟେ ହେଉଛି ଭୟ, ଆଉ ଗୋଟେ ହେଉଛି ତାଙ୍କର ଆଜ୍ଞା ପାଳନ। ଗୋଟେ ପରମେଶ୍ୱରଙ୍କର ଭୟ ଆଉ ତାଙ୍କର ଆଜ୍ଞା ପାଳନ। ଆଜ୍ଞା ପାଳନ କର, ଏହା ମନୁଷ୍ୟର କ'ଣ ଅଟେ? ପୂର୍ଣ୍ଣ କର୍ତ୍ତବ୍ୟ। ମାନେ ଏଇଟା କରବାର ପଡ଼ବ। ମନୁଷ୍ୟ ପୂର୍ଣ୍ଣ କର୍ତ୍ତବ୍ୟ ମାନେ ଏଇଟା କରିବାକୁ ପଡ଼ବ। ସାର କଥା ପରେ ଏଇଟା ପୂର୍ଣ୍ଣ କର୍ତ୍ତବ୍ୟ, ଭୟ ଆଉ ତାଙ୍କର ଆଜ୍ଞା। ପରମେଶ୍ୱରଙ୍କୁ ଭୟ କରିବାଟା ଆଉ ପରମେଶ୍ୱରଙ୍କର ଆଜ୍ଞା ପାଳନ କରିବା। ତାଙ୍କର ବାକ୍ୟକୁ ଆମେ ପାଳନ କରିବା, ଯେପରି ଭାବରେ ତାଙ୍କଠାରେ ଆମେ ନିର୍ଭର କରିବା, ତାଙ୍କଠାରେ ସମସ୍ତ ବିଷୟ ପାଇପାରିବା। ଯେ ନିର୍ଭର କରେ ସେ ସମସ୍ତ ବିଷୟ ତାକୁ ଜଣାଏ ଆଉ ସମସ୍ତ ବିଷୟ ପାଇପାରିବେ। ତ ପ୍ରଭୁ ଆଜି ଏଇ ସଂକ୍ଷିପ୍ତ ବାକ୍ୟ, ଛୋଟ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା କହୁଛନ୍ତି ଆଉ ଆମମାନଙ୍କୁ ସଜାଗ ମଧ୍ୟ କରୁଛନ୍ତି। এই ছোট বাক্য নୁହେଁ, এটা ଭୟଙ୍କର ବାକ୍ୟ। ଆମମାନଙ୍କର ଜୀବନରେ ଭୟଙ୍କର ବାକ୍ୟ। କାହିଁକି ନା ସାର କଥା ବୋଲି କହୁଛନ୍ତି ନା, ଅସାର କଥା ନୁହେଁ, ସବୁ ସାର କଥା। ଅସାର ଜଗତ, ଅସାର ଦୁନିଆ, ଅସାର ମା, ଅସାର ସ୍ତ୍ରୀ, ଅସାର ବାପା, ଅସାର ସମ୍ପତ୍ତି, ଏ ଯାହା କିଛିରେ ଆମେ ବର୍ତ୍ତମାନ ପାଦ ଦେଇଛୁ, ଯେଉଁଠିରେ ଆମେ ବଞ୍ଚୁଛୁ, ଯେଉଁଠାରେ ରହୁଛୁ, ଏ ସମସ୍ତ ବିଷୟ ଅସାର। କିନ୍ତୁ ସାର ବିଷୟ ଗୋଟେ ଅଛି, ଆଉ ସେଇଟାକୁ ମନୁଷ୍ୟକୁ ସେ ପାଳନ କରିବା ନିମନ୍ତେ ସେହି ବାକ୍ୟ ମନୁଷ୍ୟଠାରେ ଉପସ୍ଥାପିତ କରୁଛି। ମନୁଷ୍ୟଠାରେ କ'ଣ କରୁଛନ୍ତି? ଉପସ୍ଥାପିତ କରୁଛନ୍ତି। ଏଇଟା କଲେ ଯାଇକରି କ'ଣ ହେବ? ତୁମେ ସୁରକ୍ଷିତ ରହିବ। ଆଉ ଏଇଟା ଏଇ ବିଷୟ ତୁମର ପୂର୍ଣ୍ଣ କର୍ତ୍ତବ୍ୟ। ଏଇଟା ଜଗତକୁ ଯେତେବେଳେ ଆସିଛ, ଅସାର ବିଷୟ ତ ବହୁତ ଉପଭୋଗ କରୁଅଛ, ଅସାରରେ ବହୁତ ଉପଭୋଗ କରୁଅଛ, କିନ୍ତୁ ସାର ବିଷୟ ଟିକେ କର। ତୁମର କର୍ତ୍ତବ୍ୟ ଯେଟା ମନୁଷ୍ୟର କର୍ତ୍ତବ୍ୟ, ପୂର୍ଣ୍ଣ କର୍ତ୍ତବ୍ୟ ଯେଉଁଟାକି ସାର ବିଷୟ, ସେ ବିଷୟରେ ଟିକେ ଚିନ୍ତା କରିକି ପରମେଶ୍ୱରଙ୍କର ନିମନ୍ତେ କାର୍ଯ୍ୟ କର। ବାକ୍ୟ କହୁଛି ଅସାରତାରେ ତ ପୁରା ସବୁ ବିଷୟ ଆମେ ଉପଭୋଗ କରି ସାରିଛୁ, କରୁଛୁ ମଧ୍ୟ, ବର୍ତ୍ତମାନ ମଧ୍ୟ କରୁଛୁ। କିନ୍ତୁ ସାର ବିଷୟର ମହତ୍ଵକୁ, ଗୁରୁତ୍ୱକୁ ଆମେ ଯେତେବେଳେ ଦେଖୁଛୁ, ସେଇଠି ଆମମାନଙ୍କର କର୍ତ୍ତବ୍ୟକୁ ଆମେ ପ୍ରତିପାଦନ କରୁଛୁ କି ନା, କର୍ତ୍ତବ୍ୟକୁ ପାଳନ କରୁଛୁ କି ନା, ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ଆମେ କାର୍ଯ୍ୟ କରୁଅଛୁ କି ନା, ଏ ସମସ୍ତ ବିଷୟ ଛାଡ଼ ଏଇ ସମ୍ବିଧାନ, ଏଇ ନିୟମ ଆପଣ ହୃଦୟକୁ ଯିଏ କଠିନ କରେ ସେ କ'ଣ ହୁଏ? ଲେଖାଯାଇଛି ବିପଦରେ ପଡ଼ିବ। ହୃଦୟକୁ କଠୋର କରିବା ମାନେ ଯିଏ ନିୟମକୁ ପାଳନ କରେ ନାହିଁ, ଆଜ୍ଞା ପାଳନ କରେ ନାହିଁ, ଯିଏ ଭୟ କରେ ନାହିଁ, ତାର ନିମନ୍ତେ ବିପଦ। ପ୍ରଭୁ ଆମକୁ ସଚେତନ କରୁଛନ୍ତି। ଆମେ କ'ଣ କରିବା? ନିୟମକୁ ପାଳନ କରିବା, ତାଙ୍କୁ ଭୟ କରିବା,
ତାଙ୍କର ଆଜ୍ଞାକୁ ମାନିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରୁ।